ନମସ୍କାର, ମୁଁ ସସ୍ମିତା। ଆପଣ ସମସ୍ତଙ୍କୁ ସସ୍ମିତା ବେଷ୍ଟ କିଚେନକୁ ଅନେକ ଅନେକ ସ୍ୱାଗତ। ଆଶା କରୁଛୁ ଆପଣ ସମସ୍ତେ ଭଲରେ ଥିବେ। ମୁଁ ବି ଭଲ ଅଛି। ଆଜି ଆମେ ବନେଇବା ତରଭୁଜରେ ଦୁଇଟି ଜୁସ୍ ବନେଇବା। ଏବେ ତ ମାର୍କେଟକୁ ୟେଲୋ କଲରର ତରଭୁଜ ଆସୁଛି, ତ ୟେଲୋ କଲରର ତରଭୁଜ ବନେଇବା। ଆଉ ଗୋଟେ ଆମେ ରେଡ୍ କଲରର ବନେଇବା। ଆଶା କରୁଛୁ ଆପଣ ସମସ୍ତଙ୍କୁ ମୋର ଏହି ଭିଡ଼ିଓ ଭଲ ଲାଗିବ। ଯଦି ମୋର ଏହି ଭିଡ଼ିଓ ଭଲ ଲାଗେ ଲାଇକ୍, ସେୟାର, କମେଣ୍ଟ କରିବେ। ମୋ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବେ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନେବେ। ତାହେଲେ ଆସନ୍ତୁ ଆମେ ରେସିପି ଦେଖିବା। ତ ଏଇଠି ଦେଖନ୍ତୁ ବଡ଼ ସାଇଜର ଗୋଟେ ତରଭୁଜ ନେଇ ଆସିଛି। ତାକୁ ଏବେ ମଝିରୁ କାଟି ନେବା। ତ ଏଇଠି ଛୁରୀ ସାହାଯ୍ୟରେ କାଟି ନେବା। ତ ଏଇଠି ଦେଖନ୍ତୁ ମଝିରୁ କାଟି ନେଇଛି। ଦି ଫାଳ କରିନେବା। ଆଉ ଏଇଠି ମୁଁ ଗୋଟେ ଫାଳ ବନେଇବି, ଆଉ ଗୋଟେ ଫାଳ ରଖିନେବା। ତ ଏଇଠି ଦେଖନ୍ତୁ ରିଙ୍ଗ କରିକି କାଟି ନେବା। ଆଉ ମଝି ଅଂଶଟାକୁ ଅଲଗା କରିନେବା। ତରଭୁଜ ଦେହ ପାଇଁ ବହୁତ ହିତକାର। ତ ଯେଉଁମାନଙ୍କୁ ଶୋଷ ଲାଗେନି, ପାଣି ପିଇବାକୁ ଇଚ୍ଛା ହୁଏନି, ତ ସେମାନେ ତରଭୁଜ ନିହାତି ଖାଇବା ଦରକାର। କାହିଁକି ନା ତରଭୁଜଟା ଜଳୀୟ ଅଂଶ ବେଶୀ ଥାଏ। ତ ଏଇଠି ଦେଖନ୍ତୁ ଆମେ ଫୁଲ୍ କାଟି ନେବା। ତ ସାଙ୍ଗମାନେ ଦେଖନ୍ତୁ ଏଇଠି ଫୁଲ୍ ପୁରା କାଟି ନେଇଛେ ଫାଳେ। ଏବେ ଆମେ ଗୋଟେ ଗ୍ରାଇଣ୍ଡର ଜାର୍ ନେବା, ଆଉ ସେଥିରେ ତରଭୁଜକୁ ଦେଇ ନେବା। ତ ଏବେ ଏଇଠି ଆମେ ଚିନି 4 ଚାମଚ ଦେଇଦେବା। ଏଇଠି ତରଭୁଜ ମିଠା ଅନୁସାରେ ଚିନି ଦେବେ। ଏଇଠି ପୁଦିନା ପତ୍ର ଦେଇଦେବା। ତ ଏଇଠି ଆମେ ଫାଳେ ଲେମ୍ବୁର ରସକୁ ଦେଇ ନେବା। ତ ଏଇଠି ଚାହିଁଲେ ଆପଣମାନେ ବିଟ୍ ଲୁଣ ଦେଇପାରିବେ, କିନ୍ତୁ ମୁଁ ଏଇଠି ବିଟ୍ ଲୁଣ ଦେଇନି, କାହିଁକି ନା ଭଲ ଲାଗେନି। ତ ଏଇଠି ଦେଖନ୍ତୁ ବରଫ ଦେଇ ନେବା। ଏଇଠି ଅଳ୍ପ ପାଣି ଦେଇକି ଗ୍ରାଇଣ୍ଡର କରି ଆଣିବା। ତ ଏଇଠି ଦେଖନ୍ତୁ ପୁରାପୁରି ପ୍ଲେନରେ ଗ୍ରାଇଣ୍ଡର କରି ଆଣିଛେ। ଏବେ ଆମେ ଗୋଟେ ଛଙ୍କା ସାହାଯ୍ୟରେ ଛାଣି ନେବା। ତ ଏଇଠି ଦେଖନ୍ତୁ ମୁଁ ପୁରାପୁରି ସବୁଯାକ ଛାଣି ନେଇଛି। ଏବେ ଆମେ ଗୋଟେ ଗ୍ଲାସ ରଖିନେବା। ଏଇଠି ଦେଖନ୍ତୁ ଛୋଟ ଛୋଟ କରିକି କାଟି ନେଇଥିବା ତରଭୁଜକୁ ଦେଇଦେବା। ତାପରେ ଏଇଠି ଆମେ କିଛି ବରଫ ଦେଇନେବା। ଏବେ ଆମେ ଜୁସ୍କୁ ଗ୍ଲାସରେ ଦେଇନେବା। ଏବେ ଆମେ ତା ଉପରେ ଆଉ କିଛି ଛୋଟ ଛୋଟ କାଟିକି ରଖିଥିବା ତରଭୁଜକୁ ଦେଇନେବା। ଏବେ ଆମର ରେଡି ହେଇଗଲା ତରଭୁଜ ଜୁସ୍। ତ ଏଇ ଖରା ଦିନରେ ତରଭୁଜ ଜୁସ୍ର ମଜା ନିଅନ୍ତୁ, ଆଉ ପେଟକୁ ଥଣ୍ଡା ରଖନ୍ତୁ। ତ ଏବେ ଆମେ ଆଉ ଗୋଟେ ଗ୍ଲାସ ସଜେଇ ନେବା। ତ ଏଇଠି ଦେଖନ୍ତୁ ଆମେ ଦୁଇଟି ଗ୍ଲାସ ସଜେଇ ନେଲେ। ତା ଉପରେ ଆମେ ପୁଦିନା ପତ୍ର ଦେଇଦେବା।
तो मो प्रोसेस रे आपण माने एही बढ़िया जूस बनांतु तरबुज जूस आउ समस्तंकु एही खरा दिन रे टाणुआ टाणुआ खरा रे पीवा को दियंतु आउ पेट को ठंडा रखंतु। एबे आसंतु आमे येलो कलर रो तरबुज रो जूस बनेबा। एबे या को साइड कर नेबा। तो एठी देखंतु येलो कलर रो तरबुज को मो मझी रो काटी नउची। तो एही तरबुज रेड कलर अपेक्षा एही येलो कलर रो तरबुज अधिक मीठा। एबे आमे छोट छोट करिकी काटी नेबा। तो आमे येलो कलर रो तरबुज को भी जूस बनी की देखिबा आ टेस्ट करिबा। तो एठी देखंतु मु पूरा छोट छोट करिकी काटी नउची। तो एठी देखंतु मु गोटे ग्लास मापरे काटी नेची तरबुज को आउ सेथिरे चीनी दे देबा। तो एठी देखंतु मु गोटे चामच चीनी नेची काहेकि ना एही येलो कलर रो तरबुज मीठा अंश बेसी अछि। आउ एठी लेंबू फाड़े दे देबा आउ पुदीना पत्र दे देबा आउ भलो भाबरे ग्राइंडर करि आनिबा। एठी किछि बरफ दे देबा आउ अल्प टिके पानी दे देबा। एबे आमे गोटे छंका साहाय्य रे छाणी नेबा। तो एठी देखंतु मु पूरा पूरी छाणी नेची। एठी मु अल्प पानी देकी ग्राइंडर करि आनली किंतु एठी पानी देबेनी जमा भी पानी देबेनी। एठी मु अल्प टिके देई देली किंतु आपण माने जमा भी देबेनी। एठी छोट छोट करी काटी रखिथिबा तरबुज को देई नेबा आउ ई ग्लास रे बरफ देई नेबा आउ तरबुज जूस को देई नेबा। तो एबे ऊपर आमे पुदीना पत्र दे देबा। एबे हमर रेडी हे गला येलो कलर रो तरबुज रो जूस। तो एठी मु दुईटी जूस करिकी देखैली। तो आपण माने मो प्रोसेस रे निहाती करिवे आउ एही जूस देखिबा को जेमिति यार टेस्ट भी सेमिति थिला
ଆପଣମାନେ ଥରେ ବନେଇକି ନିହାତି ପିଅନ୍ତୁ ଜୁସ୍। ଆଉ ଏହି ଟାଣୁଆ ଟାଣୁଆ ଖରାରେ ଜୁସ୍ର ମଜା ନିଅନ୍ତୁ ଆଉ ପେଟକୁ ଥଣ୍ଡା ରଖନ୍ତୁ। ତାହେଲେ ରହିଲି, ନମସ୍କାର, ଜୟ ଜଗନ୍ନାଥ।